ନାଇଁ ସେ କ'ଣ ହେଇଛି ଆଜ୍ଞା, ବାହାର ଗୁଣ୍ଡା ଶ୍ରେଣୀରେ ଯେଉଁ 15 ଜଣ ଥିଲେ, ମୁଁ କେବେ ତୁଲା ହେଇକି ଦେଖିକି ହାତ ଉଠେଇଲି। ମୋ ହାତ ଯେତେବେଳେ ବାଜିଗଲା ସେ ବୁଲିଗଲେ, ସେତେବେଳେ ଦେଖିଲା ବେଳକୁ ମୁଁ ତୁଲାଇ, ମୁଁ ଓଲଟି କୁଣ୍ଡେଇକି ତୁଲାଇ ତମ ଦେହରେ ହାତ ବାଜିଗଲା। ମୁଁ ଆମର ଯେଉଁ ଅଫିସର ଥିଲେ ସେଠି ପୋଲିସ, ମୁଁ ତାଙ୍କୁ କହିକି ଭାଇକି ତମେ ନେଇଯାଅ, ତାଙ୍କୁ ବି ପଚାରିବେ, ସେ ବି ଏକଥା କହିବେ। କିନ୍ତୁ ଯେହେତୁ ଆଗକୁ ବଢ଼ୁଛି ସେତେ ବି ବଢ଼ିଛି, କିନ୍ତୁ ମୁଁ ତାଙ୍କୁ ଦେଖିକି ହାତ ବାଜିବି କି ତୁଲା ହେଇକି ଚିହ୍ନିକି ହାତ ବାଜିବି। ଅଜାଣତରେ ହାତ ବାଜି ଯାଇଛି। ଯେତେବେଳେ ସେ ବୁଲିଗଲେ ମୁଁ ଭାବିଲି ଯେଉଁ 3 ଜଣ ଖଣ୍ଡେ ସଦାଗାଳି କରୁଛନ୍ତି ବୋଲିକି, ଇଏ ବୋଧେ ସେଇ ଲୋକ ବୋଲିକି। କିନ୍ତୁ ମୁଁ ପଛପଟୁ ଯେତେବେଳେ ହାତ ବାଜିଗଲା, ସେତେବେଳେ ଦେଖିଲା ବେଳକୁ ତୁଲାଇ, ମୁଁ ସେଠୁ ତୁଲାଇକି କହିଲି ଭାଇ ଯାହାଦ୍ୱାରା ଆମେ ତ ଗଣ୍ଡଗୋଳ ଝଗଡ଼ା ହେଉଛି, ଏଣୁ ମୁଁ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଏଣୁ ଆପଣଙ୍କ ଦ୍ୱାରା ବି କରୁଛି, ବ୍ରାହ୍ମଣ ସମାଜକୁ ବି କରୁଛି। ଯେଉଁ ବ୍ରାହ୍ମଣଙ୍କୁ ହାତ ଉଠିଥିଲା ସେମାନଙ୍କର ମୋ ଉପରେ ଅଭିଶାପ କି ନଯାଇକି ଆସିଥିଲା। ସମସ୍ତ ମୋର ସଂଘର କର୍ମକର୍ତ୍ତା ଆଉ ବ୍ୟବସାୟୀମାନେ ଆଉ ଗଣମାଧ୍ୟମର ସମସ୍ତେ ଆଜି ମାନେ ଉପସ୍ଥିତ ଅଛନ୍ତି, ଆଉ ଯେଉଁମାନେ ବାହାରେ ଅଛନ୍ତି ସମସ୍ତଙ୍କୁ ମୋର ଅଭିନନ୍ଦନ, ଆଉ ସମସ୍ତଙ୍କୁ ଧନ୍ୟବାଦ ଦେବି ଆଜି ଏ ଉପସ୍ଥିତ ରହିଥିବାରୁ। ପ୍ରଥମ ଜିନିଷ ହେଉଛି, ଆପଣ ଜାଣିଥିଲେ ଯେଉଁଦିନ ଆମର ହାତରେ ନିଆଁ ଲାଗିଯାଇଥିଲା, ସେଠି ଗୋଟେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ସମୂହ ଗୋଟେ ଗଣ୍ଡଗୋଳ ବା ସଂଘବଦ୍ଧ ଦୁଇ ସଂଘ ବା ଯେଉଁ ମିଛ ସଂଘ କହିକି ଯେଉଁମାନେ ଆକ୍ରମଣ କରୁଥିଲେ, ଏଇ ଭିତରେ ଗୋଟେ ପବ୍ଲିକରେ ଯେଉଁ ବାଡ଼ିଆବାଡ଼ି ଗଣ୍ଡଗୋଳ ଚାଲିଥିଲା, ତା ଦେହରେ ଯେହେତୁ ସମୂହ ଗଣ୍ଡଗୋଳ ଥିଲା, ସେଥିରେ ଭୁଲବଶତଃ ଆମର ଜଣେ ମିଡ଼ିଆ ଭାଇଙ୍କ ଉପରେ ହାତ ଉଠି ଯାଇଥିଲା। ଯେଉଁଥିପାଇଁ କି ଆମେ ଆଜି ମିଡ଼ିଆ ପାଖରେ ବା ଅପମାନିତ ହେଉଛୁ, ବା ଆମ ସଂଘ ହେଉଛି, ବା ବାହାର ସମସ୍ତ କର୍ମକର୍ତ୍ତା ହେଉ, ସରକାର ସ୍ତରୀୟ ହେଉ, ଆମର ଅପମାନିତ ବୋଧ କରୁଛୁ। ମୋର ଏଇଥିପାଇଁ ଆପଣମାନଙ୍କୁ ଡାକିକି ଜଣାଇବା ଅଛି ଯେ, ଯେଉଁ ଭାଇଟିକି ମୋର ତୁଲା ଭାଇ ବୋଲିକି ହାତ ଉଠି ଯାଇଛି ବା ଭୁଲବଶତଃ ତାଙ୍କ ଦେହରେ ବାଜି ଯାଇଛି, ସେ ଭାଇଟିକି ମୁଁ ମୋର ମିଡ଼ିଆ ବନ୍ଧୁମାନଙ୍କ ସାମ୍ନାରେ ମୋ ବ୍ୟବସାୟୀମାନଙ୍କ ତରଫରୁ ମୋ ତରଫରୁ ଆମେ କ୍ଷମା ପ୍ରାର୍ଥନା କରୁଛୁ। ଏଭଳିଆ ହେବା କଥା ନୁହଁ, ମାସ୍ ଦିହରେ ହେଇଯାଇଛି। ତେଣୁ ସିଏ ଆମକୁ କ୍ଷମା କରିଦିଅନ୍ତୁ, ଆଉ ମିଡ଼ିଆ ଭାଇମାନେ ଏଥିରେ ବି ଆମକୁ କ୍ଷମା କରିଦିଅନ୍ତୁ। ଚତୁର୍ଥ ସ୍ତମ୍ଭକୁ ଯେଉଁ ଭୁଲବଶତଃ ବାଜି ଯାଇଥିଲା, ତେଣୁ ସେଥିପାଇଁକି ଆମେ ଅନୁତପ୍ତ। ଏଣୁ ମୁଁ ମୋର ସେ ଭାଇକି ଅନୁରୋଧ କରିବି, ସିଏ ଆସିକି ଆମ ସାଥିରେ ମିଶନ୍ତୁ ଯେମିତି ସବୁ ଭାଇମାନେ। ତେଣୁ ସମସ୍ତେ ଏହାର ସତ୍ୟାସତ୍ୟ ଜାଣନ୍ତୁ। ଏଣୁ ଜଣେ ବ୍ରାହ୍ମଣ ଲୋକ ହେଇଥିବାରୁ ସିଏ ଆମ ଉପରେ ଯେଉଁ ଅଭିଶାପ ପକାଇଛନ୍ତି, ତାକୁ ଉଠାଇ ନେଇ ଆମକୁ ଆଶୀର୍ବାଦ କରନ୍ତୁ। ଆମେ ବ୍ୟବସାୟୀ ସଂଘ ଯେମିତି ସମୂହ ଏକାଠି ହେଇଛୁ, ଏବେ ସମସ୍ତେ ମିଳିମିଶି କେମିତି ଚଳି ଆସ, ମିଡ଼ିଆ ଭାଇମାନଙ୍କ ସାଥିରେ ଆମେ ମିଳିତ କାର୍ଯ୍ୟ କରିବୁ। ମଣିଷ ମାତ୍ରାରେ ଭୁଲ ଅଛି। ଆପଣ ଯେତେବେଳେ ଭୁଲ କରିଥିଲେ, ଭାବୁଛନ୍ତି କି ଆମ ମାଧ୍ୟମରେ ଆପଣ କ୍ଷମା ପ୍ରାର୍ଥନା କଲେ ଏଠୁ ଲାଗୁ ଆପଣଙ୍କୁ କ୍ଷମା କରିବେ? ସେଇଟା ମୁଁ ଆପଣମାନଙ୍କ ମାଧ୍ୟମରେ କହୁଛି। ସେ ଭାଇକି ମୁଁ ସବୁବେଳେ ତାକୁ ବଡ଼ ଭାଇ ବୋଲି ଦେଖେ, ସିଏ ମୋତେ ବଡ଼ ଭାଇ ଭଳିଆ ଦେଖନ୍ତୁ, ସାନ ଭାଇ ଭଳିଆ ଦେଖନ୍ତୁ। ଯେମିତି ଆଗରୁ ଆମର ତାଙ୍କ ସାଥିରେ ସମ୍ପର୍କ ଥିଲା, ଆଗକୁ ସମ୍ପର୍କ ରହୁ, ଏବେ ସମ୍ପର୍କ କରିଚାଲୁ। ନାଇଁ ସିଏ ତ ତାଙ୍କ ଭାଇଟା ଆମର ମିଶାମିଶି ହେଇଯାଇଛି ତ ଜାଣିଛନ୍ତି। ନାଇଁ ଅଲରେଡ଼ି ସେ ତ ଲେଖିକି ଦେଇଛନ୍ତି ଥାନାରେ, ମିଳାମିଶା ସରିଛି। ତେଣୁ ସେ ଭାଇକି ମୁଁ ଅନୁରୋଧ କରୁଛି, ସେ 1 ନମ୍ବର ହାଟକୁ ଆସନ୍ତୁ। ମୋର ଯେଉଁ ଆଗରୁ ପୁରୁଣା ସମ୍ପର୍କ ଥିଲା, ଆଗକୁ ସମ୍ପର୍କ ବଢ଼ୁ। ଏଣୁ ସେ ଭାଇକି ମୋର ଯେହେତୁ ବୟସ୍କ ଲୋକ, ଜଣେ ବୟୋଜ୍ୟେଷ୍ଠ ଲୋକ, ଆମ ଉପରେ ବହୁତ ସିନିୟରିଟି, ଆମେ ଭାଇଚାରା ରକ୍ଷା କରିକି ଆମ ପାଖକୁ ପହଞ୍ଚିବା ପାଇଁକି ମୁଁ ଅନୁରୋଧ କରୁଛି ଆପଣଙ୍କ ମାଧ୍ୟମରେ। ଆପଣ ତାଙ୍କୁ କୁହନ୍ତୁ ସେ 1 ନମ୍ବର ହାଟକୁ ଆସନ୍ତୁ। ଆମେ ବ୍ୟବସାୟୀ ହିସାବରେ ନିଶ୍ଚିନ୍ତ କ୍ଷମା ପ୍ରାର୍ଥନା କରୁଛୁ ଯେ ସେ ବ୍ରାହ୍ମଣ ଲୋକ, ଆମକୁ ଆଶୀର୍ବାଦ କରନ୍ତୁ ମୁଁ ଆଗକୁ ବଢ଼ିବା ପାଇଁ। ଅଲରେଡ଼ି ପ୍ରତ୍ୟାହାର ହେଇଯାଇଛି, ଉଭୟ ପକ୍ଷରୁ ପ୍ରତ୍ୟାହାର ଆପୋଷ ସମାଧାନ ହେଇକି ପ୍ରତ୍ୟାହାର ହେଇଯାଇଛି। କୌଣସି ଭୁଲ ଗଣମାଧ୍ୟମରେ ନାହିଁ। ନାଇଁ ସେ କ'ଣ ହେଇଛି ଆଜ୍ଞା, ବାହାର ଗୁଣ୍ଡା ଶ୍ରେଣୀରେ ଯେଉଁ 15 ଜଣ ଥିଲେ, ମୁଁ କେବେ ତୁଲା ହେଇକି ଦେଖିକି ହାତ ଉଠେଇଲି। ମୋ ହାତ ଯେତେବେଳେ ବାଜିଗଲା ସେ ବୁଲିଗଲେ, ସେତେବେଳେ ଦେଖିଲା ବେଳକୁ ମୁଁ ତୁଲାଇ, ମୁଁ ଓଲଟି କୁଣ୍ଡେଇକି ତୁଲାଇ ତମ ଦେହରେ ହାତ ବାଜିଗଲା। ମୁଁ ଆମର ଯେଉଁ ଅଫିସର ଥିଲେ ସେଠି ପୋଲିସ, ମୁଁ ତାଙ୍କୁ କହିଛି ଭାଇକି ତମେ ନେଇଯାଅ, ତାଙ୍କୁ ବି ପଚାରିବେ, ସିଏ ବି ଏକଥା କହିବେ। କିନ୍ତୁ ଯେହେତୁ ଆଗକୁ ବଢ଼ୁଛି ସେତେ ବି ବଢ଼ିଛି, କିନ୍ତୁ ମୁଁ ତାଙ୍କୁ ଦେଖିକି ହାତ ବାଜିନି କି ତୁଲା ହେଇକି ଚିହ୍ନିକି ହାତ ବାଜିନି, ଅଜାଣତରେ ହାତ ବାଜି ଯାଇଛି। ଯେତେବେଳେ ସେ ବୁଲିଗଲେ, ମୁଁ ଭାବିଲି ଯେଉଁ 3 ଜଣ ଖଣ୍ଡେ ସଦାଗାଳି କରୁଛନ୍ତି ବୋଲିକି, ଇଏ ବୋଧେ ସେଇ ଲୋକ ବୋଲିକି। କିନ୍ତୁ ମୁଁ ପଛପଟୁ ଯେତେବେଳେ ହାତ ବାଜିଗଲା, ସେତେବେଳେ ଦେଖିଲା ବେଳକୁ ତୁଲାଇ, ମୁଁ ସେଠୁ ତୁଲାଇକି କହିଲି ଭାଇ ଯାହାଦ୍ୱାରା ଆମେ ତ ଗଣ୍ଡଗୋଳ ଝଗଡ଼ା ହେଉଛି, ଆପଣ ଏଣୁ ମୁଁ ତାଙ୍କୁ କ୍ଷମା ପ୍ରାର୍ଥନା କରୁଛି। ଏଣୁ ଆପଣଙ୍କ ଦ୍ୱାରା ବି କରୁଛି, ଏଣୁ ବ୍ରାହ୍ମଣ ସମାଜକୁ ବି କରୁଛି। ଯେଉଁ ବ୍ରାହ୍ମଣଙ୍କୁ ହାତ ଉଠିଥିଲା ସେମାନଙ୍କର ମୋ ଉପରେ ଅଭିଶାପ କି
न रही आशीर्वाद नहीं ସେଇଟା ତ ଆମେ ଆଗକୁ ଆପଣମାନଙ୍କ ଦ୍ୱାରା ପୁଣି ଗୋଟେ ଡକେଇବୁ। ଏଣୁ ଆମେ ବନ୍ଦ ଡାକରା ଦେବୁ। ଆମର କ୍ରାଇମବ୍ରାଞ୍ଚ ଯେଉଁ ତଦନ୍ତ ଭାରକୁ ଦେଇଛୁ, ତଦନ୍ତ ଭାର ନଦେଲେ ଆମେ ମୁଖ୍ୟମନ୍ତ୍ରୀଙ୍କୁ ଯାଇକି ଦେଖା କରିବୁ। ଏଣୁ ପ୍ରକୃତ ଯଦି ଦୈବ ଦୁର୍ଘଟଣା ଲାଗିଥାଏ ତାହା ତ ଉପରବାଲାର କଥା। ଯଦି ପ୍ରକୃତ ତାକୁ ନିଆଁ ଲଗାଇ ଦିଆଯାଇଥାଏ, ଯେଉଁଠୁ ବାହାରିଛି ତାହା ପ୍ରମାଣିତ ହୁଏ, ତ ଆପଣ ଦେଖିଛନ୍ତି, ସେ ନିଜେ କହିଛନ୍ତି ଯେ ନିଆଁଟା ମୋରି ଦୋକାନକୁ ଲାଗିଛି ବୋଲିକି। ଏଣୁ ସେଇଟାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ପାଇଁ ଆମେ ଦାବି କରୁଛୁ। ଆପଣ ଗୋଟେ ପ୍ରଶ୍ନ, ଆପଣ ଉଭୟ ଯେଉଁ ଥାନାରେ ଏତଲା ଦେଇଥିଲେ ପରସ୍ପର ବିରୁଦ୍ଧରେ, ସେ ଏତଲାକୁ ଆପଣ ପ୍ରତ୍ୟାହାର କରିନେଲେ? ଅଲରେଡ଼ି ଉଭୟ ପକ୍ଷ ଆମେ ଲେଖିକି ଦେଇଛୁ, ସମାଧାନ କରିଦେଇଛୁ। ତେଣୁ ଯେଉଁଟା ମୁଁ ସେ ଅନୁଭବ କରିଛନ୍ତି ଯେ ମୋର ଭୁଲ ଥିଲେ ବି ମୁଁ ଭୁଲ ଜାଣିଶୁଣି କରିନି, ଅଜାଣତରେ କରିଥିଲି। ଏଣୁ ସେ ଅନୁଭବ କରିବାରୁ ବା ତାକୁ କିଛି ଲୋକ କହିଲେ ନାହିଁ ସେ ପଛପଟୁ ଆପଣ ଜାଣିପାରିଲେନି, ଯେଉଁ 2-3 ଜଣ ଆଗୁଆ ହେଇଥିଲେ ତାଙ୍କ ସଙ୍ଗ ଭାବି ସେ ହାତ ଉଠେଇଦେଲେ, କିନ୍ତୁ ବୁଲି ପାଇଲା ବେଳକୁ ଆପଣଙ୍କୁ ନିଜେ ସେ କହିଛନ୍ତି ଭାଇ ମୋର ଭୁଲ ହେଇଗଲା ବୋଲି ଜାଗା ଉପରେ ମୁଁ ତାଙ୍କୁ କହିଥିଲି। ସେ ଯେହେତୁ ତାଙ୍କର ହାତ ଉଠି ଯାଇଥିଲା, ରାଗ ଥିଲା, ସେ କହିଲେ। ତେଣୁ ଆମ ଭିତରେ ଉଭୟ ପକ୍ଷରେ ସମାଧାନ ହେଇଛି। ଆଲୋଚନା ହେଉଛି ବାହାରେ ଯେ ଗଣମାଧ୍ୟମ ମାଡ଼ ମାରିଲେ କିନ୍ତୁ ଗଣମାଧ୍ୟମ ଚୁପ୍ ହୋଇଛି, ଏଟା ଅଜାଣତ ରହିଛି ନା ଜାଣିଶୁଣି ପ୍ଲାନିଂ କରାଯାଇଛି? ଟୋଟାଲ ଅଜାଣତରେ।